ଆମ ଜଗା ଭାରି ବଢ଼ିଆ। ସେ ସ୍ୱୟଂଭୁବ ମନୁସୂତ ଉତ୍ତନ ପାଦ ସୁତ ଖ୍ୟାତ ତପର ବଳେ ସେ ପ୍ରଚଣ୍ଡେ ଚରଣ ଦେଇ ମୃତ୍ୟୁ ମୁଣ୍ଡେ ସ୍ୱଭାବେ ତେଜେ ଅନର୍ଗଳା ପରମ ପଦେ ସେ ପଶିଲା। ତୁ ଯେବେ ପଚାରିଲୁ ମତେ ବିଦୁର ଶୁଣ ଏକ ଚିତ୍ତେ ପ୍ରସ୍ତାବେ ଇତିହାସ ବାଣୀ ଦେବଙ୍କ ସଭା ମଧ୍ୟେ ଶୁଣି ଦେବ ସମୀପେ ଦେବ ବ୍ରହ୍ମା କହିଲେ ଯେ ପ୍ରସ୍ତାବ ଜାଣଇ ଏଥିର କାରଣ କହିବି ଏକ ଚିତ୍ତେ ଶୁଣ। ଦକ୍ଷ ଦୁହିତା ଦିତି ନାମା କଶ୍ୟପ ଋଷିଙ୍କର ବାମା ସେ ଏକ ଦିନେ ସନ୍ଧ୍ୟା କାଳେ ଏକା ବସିଲା ଯଜ୍ଞଶାଳେ ମିଳିଲା ନିଜ ପତି ପାଶେ କାମେ ପୀଡ଼ିତ ରତି ଆସେ ସେ ମହାମୁନି ଯଜ୍ଞ ଘରେ ମନ୍ତ୍ରେ ଆହୁତି ଖେପେ ଧୀରେ ଯଜ୍ଞ ପୁରୁଷ ପ୍ରିୟ ଅର୍ଥେ ଅସ୍ତ ପର୍ବତେ ସୂର୍ଯ୍ୟ ଯାନ୍ତେ ହବିରେ ଅଗ୍ନି କି ପୂଜନ କରନ୍ତି ହୋଇ ତୋଷ ମନ ନିବିଡ଼ ସନ୍ଧ୍ୟା ଆଗମନେ ମିଳିଲା ସ୍ୱାମୀ ସନ୍ନିଧାନେ ସମାଧି ସ୍ଥିତ ସ୍ୱାମୀ ପାଶେ କାମ ପୀଡ଼ିତା ଦିତି ବସେ କର ଅଞ୍ଜଳି ଶିରେ ଦେଇ ବୋଲେ କଶ୍ୟପ ମୁଖ ଚାହି ଦିତି ଉବାଚ ଭୋ ନାଥ ଶୁଣ ତପୋଧନ ଅନଙ୍ଗ ଭେନି ସନାସନ ଯେ ପଞ୍ଚବାଣେ ମୋର ମନେ ଦହଇ ତୁମ୍ଭର ବିହୁନେ କଦଳୀ ବନେ ଯେନେ ଗଜ ଦନ୍ତେ ବିଦାରେ ମହାତେଜ ସମୃଦ୍ଧି ଦେଖି ସପତ୍ନୀର ମୋ ମନ ଦଗ୍ଧ ନିରନ୍ତର ତୁ ପ୍ରଜାପତିଙ୍କ ଈଶ୍ୱର ସର୍ବକଳ୍ପଣା ସୁଖ ଘର ଏବେ ମୋଠାରେ ଅନୁଗ୍ରହ କରି ସକଳ ସୁଖ ଦିଅ ଯାହାକୁ ସ୍ୱାମୀ ହୁଏ ତୋଷ ସଂସାରେ ରହେ ତାର ଯଶ ଆପଣା ରୂପେ ପୁତ୍ର ଜାତ ହୁଅଇ ଯାର ଗର୍ଭଗତ ମୋ ପିତା ଦକ୍ଷ ପ୍ରଜାପତି ପ୍ରଜା ସର୍ଜନେ ତାର ମତି ଆମ୍ଭର ଗର୍ଭେ ପୁତ୍ର ଯେତେ ଧର୍ମ ପାଳିବେ ଜଗତେ ଏକଥା ମନେ ବିଚାରିଲା ଯତ୍ନେ ଆମ୍ଭକୁ ପଚାରିଲା ସମ୍ମତି ଦେଖିଣ ଆମ୍ଭର ତେଣୁ ବରିଲା ତୋର ବର ଆମ୍ଭେ ଯେ ଭଗ୍ନି ତ୍ରୟୋଦଶ ତୁମ୍ଭର ଚରଣେ ବିଶ୍ୱାସ ଆମ୍ଭର ରୂପଶୀଳ ଗୁଣ ତୁମ୍ଭେ ତ ପ୍ରତ୍ୟକ୍ଷ ପ୍ରମାଣ ଭୋ ନାଥ ନଳିନୀ ଲୋଚନ ଏବେ ତୁ କର ମୋ ବଚନ ମୋ ସାଙ୍ଗ କର ଏବେ ରତି ସୌଭାଗ୍ୟ ହେଉ ମୋ ସନ୍ତତି। ମୈତ୍ରେୟ ଉବାଚ ଏମନ୍ତେ ଶୁଣି ତା ବଚନ କଶ୍ୟପ ହୋଇ ଦୁଃଖ ମନ ଚାହିଁଲେ ଦିତିର ବଦନ ଅନଙ୍ଗ ବାଣେ ଛନ ଛନ ଦେଖି ତାହାର ଦୃଷ୍ଟ ଚିତ୍ତ କହନ୍ତି ମରିଚିଙ୍କ ସୁତ। କଶ୍ୟପ ଉବାଚ ଶୁଣ ସୁନ୍ଦରୀ ମୋ ବଚନ ମୁହିଁ ଜାଣଇ ତୋର ମନ ଏ ସନ୍ଧ୍ୟା କାଳେ ମୋର ପାଶେ ତୁ ଯେ ମିଳିଲୁ ରତି ଆସେ ଏ ଧର୍ମ ପ୍ରମାଣ ସ୍ୱଭାବ କେ ତାହା ଅନ୍ୟଥା କରିବ ଏଣୁ ତୋହର ପ୍ରିୟ ଯେତେ କରିବି ତୋହର ଆୟତେ ସଂସାର ସ୍ୱଭାବଟି ଏହି ଯେ ଧର୍ମେ କର୍ମେ ରହେ ଗୃହୀ ସର୍ବ ଆଶ୍ରମ ମଧ୍ୟେ ସାର ପୁତ୍ର କଳତ୍ର ଘେନି ଘର ଏଣୁ ହୁଅଇ ଦୁଃଖ ପାର ବୋଇତେ ଯେନେ ପାରାବାର ଆତ୍ମର ଅର୍ଥ ସମ ନାରୀ ଅନ୍ୟଥା କେବା ତାହା କରି ତାହାର ତହିଁ ଗୃହ ଭାର ଦେଇ ନିଶ୍ଚିନ୍ତେ ଥାଇ ନର ଯାହାର ଆଶ୍ରେ ପ୍ରାଣୀ ଥାଇ ଇନ୍ଦ୍ରିୟ ଶତ୍ରୁକୁ ଜିଣଇ ଏଣୁ ତୁମ୍ଭର ଉପକାର ସୁଜା